ବ୍ରିଜ ତଳକୁ ପକେଇ ଦଉଛୁ। ଆଉ ଗୋଟେ ଏଠି ଶୋଇଥିଲା ବେଳେ ତା ମୁହଁରେ ତକିଆ ଜାକି ମୁଁ ତାକୁ ମାରି ଦେଇଥିଲେ। ଆଉ ସବୁଠୁ ସୁନ୍ଦରୀର ବାବୁ ঠেলি তাকে মারার করেছে। তাহলে তো কটি থেকে বলে মারি দিও, তারপরে সকাল ফটো মারি দিও। আলা না তোকে মারিবা দিলে ମୁଁ ତତେ ନ କରି ମ୍ୟାରେଜ କାହିଁ କରିଥାନ୍ତି। ଆମ ଡକ୍ଟରର ମାଷ୍ଟର ମାଇଣ୍ଡ ଆଉ ଜଣେ ଆଉ ତାଙ୍କରି କହିବା ଅନୁସାରେ ମୁଁ ତତେ ମ୍ୟାରେଜ କଲି। ଆଉ ଏ କଥା ବି କହିଛନ୍ତି ମୁଁ ତତେ ଯେତେ କଷ୍ଟ ଦେବି ସେ ମତେ ଅଧିକ ସେତେ ଟଙ୍କା ଦେବେ। ସେ ତ ଲୋକ ମୋ ପଦାର୍ଥ ସେ ଲୋକ ଡାକିଲା। ମୁଁ ସାଇସତ୍ୟଜିତ ମହାପାତ୍ର। କହିବାକୁ ତମେ ହଁ ୟୁଟର୍ଣ୍ଣ ଧାରିନ୍ଦ୍ର। ପତ୍ରକ୍ରିୟାର ସମାଧାନ ବିପରୀତ ପ୍ରତିକ୍ରିୟା ଥାଏ। ମୋ ମାମା କାନ୍ଦୁଛି ଯେତେବେଳେ ତମେ ମାନେ ହସିବ କାହିଁକି? ବରଂ କଷ୍ଟ ପାଇ ଆଖିରେ ଲୁହ ବୁଲେଇଲେ ଠିକ ବୁଝିପାରିବ ଆଖିରେ ଲୁହର ଦାମ କେତେ। କିନ୍ତୁ ମୁଁ ତମର କି କ୍ଷତି କରିଥିଲି? କ୍ଷତିଟା ତୁମ ମା କରିଛନ୍ତି। ମୋ ଠାରୁ ମାମାଙ୍କୁ ଛଡ଼େଇ ନେବାର ଚକ୍ରାନ୍ତ କରିଛନ୍ତି। ଆଉ ଏ ଖୁସିରେ ମୋ ମାମାଟା କେବେଠୁ ହସିବା ଭୁଲି ଯାଇଛି। ଜାଣିଛ ମୋ ମାମାଙ୍କୁ ମୁଁ ବହୁତ ଭଲ ପାଏ ଆଉ ତା ପାଇଁ କିଛି ବି କରିପାରେ। ଇଚ୍ଛା ନଥିଲେ ବି ବାଲ୍ମୀକିକୁ ଟଙ୍କା ଦେଇ ତୁମକୁ ଭଲ ପାଇବାକୁ କହିଥିଲି। ଆଉ ବାହା ହୋଇ ତମ ଜୀବନଟାକୁ ଛାଡ଼ କରିଦେବାକୁ 50 ଲକ୍ଷ ଟଙ୍କା ଦେଇଛି। ଆଉ କାହାଣୀ ସେତିକିରେ ବି ସରିଯିବନି। ତମେ ଯୋଉ ପର୍ଯ୍ୟନ୍ତ କାନ୍ଦୁଥିବ ମୋ ମାମା ସେଇ ପର୍ଯ୍ୟନ୍ତ ନ ଆସିଛି। ଏଇଟା କଣ ତମର ଠିକ ବିଚାର?